ସମସ୍ତେ ପ୍ରତୀକ୍ଷାରତ। ମା ମାନେ ଆପଣମାନଙ୍କ କଥା ମାଗି କ'ଣ ମାଗି ଆପଣମାନେ ଏଇଠି ଖାଲି କହିଥାନ୍ତେ ପ୍ରଭୁ ବ୍ଲାଙ୍କ ଚେକରେ ସାଇନ୍ କରିଦିଅନ୍ତୁ, ମୁଁ ଘରେ ଯାଇ ସ୍ୱାମୀକି ପଚାରି ଆମାଉଣ୍ଟ ଲେଖିବି। କିନ୍ତୁ ବୋଲୁଚା ମାଗିବ ପ୍ରଥମ ବର। 3ଟି ବର ମାଗିଲେ। ପ୍ରଥମ ବର କ'ଣ? ଭଗବାନ କହିଲେ ପ୍ରଥମେ କୋଉ ବର ମାଗିବୁ ମାଗେ। ଇନ୍ଦ୍ର ନୀଳମଣି କାବ୍ୟ କହିଲେ ଗୁଣ୍ଡିଚା କ'ଣ ମାଗିଲେ? ପ୍ରଥମେ ମାଗିଲେ କହିଲେ ଯେତେ ଦଉଥିବି ସେତେ ଖାଉଥିବୁ, ନ ଶୁଖିବ ତୋର ହାତ, ଲୋକେ କହୁଥିବେ ଖାଇବା ଠାକୁର, ନୀଳାଚଳେ ଜଗନ୍ନାଥ। ବୋଲ ଜଗନ୍ନାଥ ସ୍ୱାମୀ କି। କହିଲେ ଆଇ କିଛି ନୁହେଁ, ଏଇଆ ମାଗୁଛି। ଭୋରୁ ଯିବେ, ଲୋକ ପଚାରିବେ ଆପଣ କ'ଣ ଚାଲିଛି? ନା ବାବୁ ଖାଉଛନ୍ତି। ଅଧଘଣ୍ଟା ପରେ ପଚାରିବେ କ'ଣ ଚାଲିଛି? ନା ଖାଉଛନ୍ତି। ଲାଗିଲେ ଆଉ ଛାଡ଼ିବ। ଗୋଟେ ପଖାଳ ଖିଆ ନିଦ, ଆଉ ଗୋଟେ ପଣସ ଖିଆ ନିଦ। ଯେତେବେଳେ ବଳରାମ ଦାସ ପଣସ ଖାଇଛନ୍ତି ଆପଣ ଛାଏ ନିଦ୍ରାଗ୍ରସ୍ତ ହେଇଗଲେ, ତାକୁ ନିଦ ପଣସର ବାସ୍ନା ଦେଖି ଗଜପତିଙ୍କୁ ଦରବାର ଡାକ ପକେଇଲା, ଏଇ ତୋଟାରେ କିଏ ରେ? କିଏ ସେ ପଣସ ବଗିଚାରେ? ଇଏ ତ ଶୂନ୍ୟ ପୁରୁଷ, ଶୂନ୍ୟରେ ଶୂନ୍ୟ ମିଶିଯାଏ। ଇଏ ଶୂନ୍ୟରେ ଶୂନ୍ୟ ହେଇଗଲେ ବାକି ବୁଢା ଲୋକଟା ପଣସ ଖାଇକି ଶୋଇପଡୁଛି। ତ ଇଏ ବାବୁ ଖସି ମାଡ଼ି ବସିଲେ ଆସି ଦରବାର। କହିଲା ଏତେ ସାହସ, ରାତି ପାହିଲେ ଅମଳା ହଉନି, ମହାପ୍ରଭୁଙ୍କ ପାଖରେ ପଣସ ଭୋଗ ହେଇଥାନ୍ତା, ତୁ ବୁଢା ଚୋରି କରି ସବୁ ଖାଇଛୁ। ବଳରାମ ଦାସ କହିଲେ ବିଦ୍ୟାଧର କହୁଛି ମୁଁ ଖାଇନି, ମୋ ନାତିଆ ଖାଇଛି। ନା ତୋ ନାତିଆ କିଏ? ନା ଜଗନ୍ନାଥ। ନା ଆଉ